ଏବେ ସମସ୍ତେ ଜାଣି ସାରିଲେଣି ଓଡ଼ିଶାରେ ବିଜେଡ଼ି ବର୍ତ୍ତମାନ ହାରିଗଲାଣି ଏବଂ ବିଜେପି ସରକାର ଗଠନ କରିବାକୁ ଯାଉଛି ଏବଂ ଗଠନ କରିବ ମଧ୍ୟ। ଏହା ମଧ୍ୟରେ ନୂତନ ମୁଖ୍ୟମନ୍ତ୍ରୀକୁ ଆମେ ଦେଖିପାରିବା। କିନ୍ତୁ ବିଜେପି ସରକାର ଗଠନ କଲେ ଆମେ କ'ଣ କ'ଣ ସୁବିଧା ପାଇପାରିବା ସେହି ବିଷୟରେ ମୁଁ ଏହି ଭିଡ଼ିଓରେ କହିବି ଏବଂ ଏହି ଭିଡ଼ିଓଟିକୁ ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସବୁ ଜାଗାରେ ଏହି ଭିଡ଼ିଓଟିକୁ ସେୟାର କରନ୍ତୁ। ଏଟଲିଷ୍ଟ ଲୋକମାନେ ଜାଣିପାରିବେ ଯେ ବିଜେପି ସରକାର ଗଠନ ହେଲେ କେଉଁ ସୁବିଧା ଆମକୁ ମିଳିବ। ଫାର୍ଷ୍ଟ ସୁବିଧାଟି ହେଉଛି ଯେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ 50,000 ଟଙ୍କାର ଗୋଟେ ଭାଉଚର ଦିଆଯିବ ଏବଂ ଏହି ଭାଉଚରଟି ମହିଳାମାନେ 2 ବର୍ଷ ମଧ୍ୟରେ ଯେବେ ମଧ୍ୟ ଖର୍ଚ୍ଚ କରିପାରିବେ। ଏଇଟା ବହୁତ ବଡ଼ ଟର୍ଣ୍ଣିଂ ପଏଣ୍ଟ ତାଙ୍କ ପାଇଁ এই ম্যানুফেস্ট বা এই যোজনা। তেণু এইটা যেহেতু কেতে দিন পর লাগু হবে আমি তো জানিনু, কিন্তু এইটা হচ্ছে ফার্স্ট পয়েন্ট। সুভদ্রা যোজনার প্রত্যেক মহিলাকে 50,000 টঙ্কার ভাউচর গোটে দিয়াଯିব। সেকেন্ড হচ্ছে আসন্তা 5 বর্ষ পর্যন্ত পুଣି যেমতি সবু বিনা মূল্যরে বা মাগଣା রাশন দিয়াযাউଥିଲା সেমতি আসন্তা আগ বা ଯେଉଁ ଆସୁଛି 5 ବର୍ଷ ସେ 5 ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଦିଆଯିବ। ତ ତାପରେ ତାଙ୍କର ଆଉ ଗୋଟେ ହେଉଛି 2027 ସୁଦ୍ଧା ଓଡ଼ିଶାରେ 25 ଲକ୍ଷ ଲକ୍ଷପତି ଦିଦିମାନଙ୍କୁ ସେ ସୃଷ୍ଟି କରିବ ବୋଲି କହିଛନ୍ତି। ତାପରେ ସେ କହିଛନ୍ତି ନିଯୁକ୍ତି ବିଭାଗ ପାଇଁ 2029 ସୁଦ୍ଧା 3,50,000 ଲୋକଙ୍କୁ ନିଯୁକ୍ତି ଦିଆଯିବ ଏବଂ ଖାଲି ପଡ଼ିଥିବା 1,50,000 ପଦବୀକୁ ମଧ୍ୟ ପୂରଣ କରାଯିବ ମଧ୍ୟ କୁହାଯାଇଛି। ଏଇଟା 2029 ସୁଦ୍ଧା ଏହି ପ୍ରୋସେସଟି କରାଯିବ ବୋଲି କୁହାଯାଇଛି। ଏଥିରେ ଯେହେତୁ ଆମେ ବହୁତ ଗୁଡ଼ିଏ ପିଲାମାନେ ପଢ଼ିଛନ୍ତି ଏବଂ ଭ୍ୟାକେନ୍ସି ମଧ୍ୟ ବହୁତ ରହିଗଲା, ତେଣୁ ଏହି ସରକାର ବିଜେଡ଼ି ସରକାର ବହୁତ କିଛି ଭ୍ୟାକେନ୍ସି ରଖିଦେଉଛି କିନ୍ତୁ ସବୁ ଫିଲ୍ଅପ୍ କରୁନାହିଁ। ଏଇଟା ହେଉଛି ବହୁତ ବଡ଼ ତାଙ୍କର ଗୋଟେ ପ୍ରୟାସ। ବିଜେପି ସରକାର ଯେ କହିଛନ୍ତି 3,50,000 ପଦବୀ ପୂରଣ କରିବେ ଏବଂ ବଳକା ବା ଭ୍ୟାକେନ୍ସି ଥିବା বা ପୂରଣ ହୋଇନଥିବ 1,50,000 ପଦବୀ ମଧ୍ୟ ପୂରଣ କରିବ ବୋଲି କହିଛନ୍ତି। ଦେଖିବା ଏଟାକୁ ପୂରଣ କରୁଛନ୍ତି ନା ନାହିଁ। ଏଇଟା ପୂରଣ କରେ ବହୁତ ଶିକ୍ଷିତ ବେକାରୀ ଯେଉଁ ଅଛନ୍ତି ପିଲାମାନେ ଏଠି ସେଠି ଜବ୍ ପାଇଁ ଦୌଡ଼ି ବୁଲି ତାହାଦ୍ୱାରା ଉପକୃତ ହେବେ। ଆଉ ଏଥିମଧ୍ୟରୁ 65,000 ପଦବୀ ସରକାର ଗଠନ ହେବାର 2 ବର୍ଷ ମଧ୍ୟରେ 65,000 ପଦବୀଟିକୁ ପୂରଣ କରିବେ ବୋଲି ସେ କହିଛନ୍ତି। ଆଉ ଯେଉଁ ରହିଲେ ଗରିବ ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ପାଖାପାଖି ଆହୁରି 15 ଲକ୍ଷ ଘର, ଯେତେ ଜଣ ଗରିବ ଲୋକ ରହିଲେ ସେଥିମଧ୍ୟରେ ଆହୁରି 15 ଲକ୍ଷ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଦିଆଯିବ। ତାପରେ ଏବେ ଜାଣିବା ପଶ୍ଚିମବଙ୍ଗ ବା ସେ ସାଇଡ଼୍ରେ ପଶ୍ଚିମବଙ୍ଗ ବା ସମ୍ବଲପୁର ସାଇଡ଼୍ରେ ସେଥିପାଇଁ ତାଙ୍କର ଗୋଟେ ଯେହେତୁ ସେ ସାଇଡ଼୍ରେ ଝୋଟ କପା ଏସବୁ ବେଶୀ ଉତ୍ପାଦନ କରାଯାଏ ସେଥିପାଇଁ ମଧ୍ୟ ସେ ଚିନ୍ତା କରିଛନ୍ତି ଏବଂ ସେଥିପାଇଁ ସେ କହିଛନ୍ତି ବୁଣାକାରମାନଙ୍କୁ ପ୍ରୋତ୍ସାହନ କରିବା ପାଇଁ ସେ କହିଛନ୍ତି ପଶ୍ଚିମ ଓଡ଼ିଶାରେ 3ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ତା ସହିତ ଯେଉଁ ପାର୍କଟି ବା ସ୍ଥାପିତ କରାଯିବ ସେଥିରେ ତାଙ୍କର ଆଖପାଖର ଲୋକମାନଙ୍କୁ ନିଯୁକ୍ତି ଦେବେ ବୋଲି ସେ କହିଛନ୍ତି। ତେଣୁ ଏଇଟା ପଶ୍ଚିମବଙ୍ଗ ଲୋକମାନଙ୍କ ପାଇଁ ବହୁତ ଉପକୃତ ହେବ ବୋଲି ଆଶା କରାଯାଉଛି ଏବଂ ଦେଖିବା ଏଇ ଟେକ୍ସଟାଇଲ୍ ପାର୍କଟି କେବେ କରାଯାଉଛି। ତାପରେ ଆଉ ଗୋଟେ ସେ କହିଛନ୍ତି ଅଣସଂଗଠିତ ଶ୍ରମିକମାନଙ୍କୁ 5 ଲକ୍ଷ ଟଙ୍କାର ସୁରକ୍ଷା ବୀମା ଦେବେ ବୋଲି ସେ କହିଛନ୍ତି। ଏଇଟା ମଧ୍ୟ ବହୁତ ବଡ଼ କଥା, ଯେହେତୁ ସୁରକ୍ଷା ବୀମା ଦିଆଯାଉଛି ସେଇଟା ବି ହେଉଛି କେତେ 5 ଲକ୍ଷ ପାଖାପାଖି। ଆଉ ଗୋଟେ ହେଉଛି ଯେ ମାନେ ବିଜେଡ଼ି ସରକାର ଏବଂ ବିଜେପି ସରକାର ମଧ୍ୟରେ ବହୁତ କଥା କଟାକଟି ହେଉଥିଲା। ସେ ଜିନିଷଟି ହେଉଛି ଧାନର କ୍ରୟ ମୂଲ୍ୟ ବା MSRP, ମାନେ ଧାନର କ୍ରୟ ମୂଲ୍ୟ କେତେ ରହିବ। ଓଡ଼ିଶା ସରକାର ତ ଯାହା ଦେଉଥିଲେ ସେଥିରେ ବହୁତ ଲୋକ ଅସନ୍ତୁଷ୍ଟ ଥିଲେ, ତେଣୁ ସେମାନେ ବାରବାର କହୁଥିଲେ ଯେ ଆମର ଧାନର ମୂଲ୍ୟଟିକୁ ବଢ଼ାନ୍ତୁ। ତେଣୁ ଏଇଟାକୁ କେନ୍ଦ୍ର ସରକାର ଲକ୍ଷ୍ୟ କରି ଧାନର କୁଇଣ୍ଟାଲ ପିଛା 3,100 ଟଙ୍କା ବା 3,100 ଟଙ୍କା ରଖିଛନ୍ତି। ଏଇଟା କହିଛନ୍ତି। ତେଣୁ ଏଇଟା କଲେ ମଧ୍ୟ କୃଷକମାନଙ୍କ ପାଇଁ ବହୁତ ବେନିଫିଟ୍ ହେବ ବୋଲି ଆଶା କରାଯାଉଛି। ତେଣୁ ତାପରେ କୁହାଯାଇଛି ଯେ କେନ୍ଦୁପତ୍ର ଯେଉଁମାନେ ତୋଡ଼ୁଛନ୍ତି সেই ତୋରାଳିମାନଙ୍କ ପାଇଁ 10% ବୋନସ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି ବୋଲି ବିଜେପି ସରକାର କହିଛନ୍ତି। ତେଣୁ ଏଇଟା ମଧ୍ୟ ବହୁତ ଭଲ, ଯେଉଁମାନେ କେନ୍ଦ୍ରପତ୍ର ତୋଡ଼ୁଛନ୍ତି ତାଙ୍କ କଥା ମଧ୍ୟ ବିଚାରକୁ ନିଆଯାଇଛି। ତାପରେ ଏହାପରେ
ବିଜେପି ସରକାର ଦେଖିଛନ୍ତି ମତ୍ସ୍ୟଜୀବୀମାନଙ୍କର କଥା ମଧ୍ୟ ଭାବିଛନ୍ତି। ଯେତେବେଳେ ମତ୍ସ୍ୟ ଉତ୍ପାଦନ କରୁଛନ୍ତି ସେମାନେ ତ କରିପାରୁଛନ୍ତି, କିନ୍ତୁ ଯେତେବେଳେ ମତ୍ସ୍ୟ ଉତ୍ପାଦନ କରିପାରୁନାହାନ୍ତି, ମତ୍ସ୍ୟ ଅଣୁ ଉତ୍ପାଦନ ସମୟରେ ସେ ପ୍ରତ୍ୟେକ ମତ୍ସ୍ୟଜୀବୀମାନଙ୍କୁ 10,000 ଟଙ୍କା ସହାୟତା ରାଶି ପ୍ରଦାନ କରିବ ବୋଲି କୁହାଯାଇଛି। ତେଣୁ ଏଇଟା ବି ମତ୍ସ୍ୟଜୀବୀମାନଙ୍କର ବହୁତ ଖୁସିର କଥା, ଯେତେବେଳେ ସେମାନେ କାର୍ଯ୍ୟ କରିପାରିବେ ନାହିଁ ସେତେବେଳେ ଏଟଲିଷ୍ଟ ସରକାର ତାଙ୍କୁ 10,000 ଟଙ୍କା ଲେଖା ଦେବେ। ତାପରେ ରହିଲା ଭତ୍ତା। ରାଜ୍ୟ ସରକାର ଦେଉଥିଲେ 1,000 ଟଙ୍କା, ଏବେ କହିଥିଲେ ବୋଧେ 2,000 ଟଙ୍କା, ଆଉ କାହାକୁ କାହାକୁ 1,500 ଟଙ୍କା ମଧ୍ୟ ଦେଉଛନ୍ତି। କିନ୍ତୁ ବିଜେପି ସରକାର ଆସିଲେ ସେ କହିଛନ୍ତି ଯେ ଯେକୌଣସି ବୃଦ୍ଧ, ଦିବ୍ୟାଙ୍ଗ ବା ଅକ୍ଷମ ଲୋକମାନେ ଯେଉଁମାନେ ରହିଲେ ସେମାନଙ୍କୁ 3,000 ଟଙ୍କା ଲେଖା ବୟସ୍କ ଭତ୍ତା ଦେବେ ବା ଏଟାକୁ ପେନ୍ସନ୍ ଆକାରରେ ଦେବେ। ଆଉ ଯେଉଁ ଲୋକମାନଙ୍କର 80% କାମ କରୁନାହିଁ ବା 80%ରୁ ଅଧିକ ତାଙ୍କର ମାନେ ଅକ୍ଷମ ଅଛନ୍ତି ସେମାନଙ୍କୁ 3,000 ପ୍ଲସ୍ ଆହୁରି 500 ଟଙ୍କା ଏକ୍ସଟ୍ରା ଦେବେ, ତାର ମାନେ 3,500 ଟଙ୍କା ସେମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ତାପରେ ଆମେ ସମସ୍ତେ ଜାଣିଥିଲେ ଯଦି ବିଜେଡ଼ି ସରକାର ଜିତିଥାନ୍ତା ତାହେଲେ 100 ୟୁନିଟ୍ର ବିଜୁଳି ସମସ୍ତଙ୍କୁ ଦେଇଥାନ୍ତେ, ଏଇଟା ଆମେ ଶୁଣିଥିଲେ। କିନ୍ତୁ ଏଇଟା ମଧ୍ୟ କେନ୍ଦ୍ର ସରକାର ବା ବିଜେପି ସରକାର ଆମକୁ ଦେବେ ବୋଲି କହିଛନ୍ତି। ଏଇଟା ହେଉଛି ତାଙ୍କର ସୂର୍ଯ୍ୟ ଘର ଯୋଜନାରେ ସହରାଞ୍ଚଳ ବା ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ଘରକୁ 300 ୟୁନିଟ୍ର ମୁକ୍ତ ବିଜୁଳି ବା ଫ୍ରି ବିଜୁଳି ଦେବେ ବୋଲି କୁହାଯାଇଛି। ତେଣୁ ଏଇଟା ମଧ୍ୟ ବହୁତ ଖୁସିର କଥା। ବିଜେଡ଼ି ହଉ କି ବିଜେପି ହଉ ଆମେ ତ ଫ୍ରିରେ ବିଜୁଳି ପାଇଲେ ହେଲା। ତାପରେ ଆମେ ମଧ୍ୟ ବହୁତ ଜାଣିଛୁ ଯେ +2ରେ ବହୁତ ପିଲା ଲାପଟପ୍ ପାଆନ୍ତି ଯେଉଁମାନେ ଭଲ ଭଲ ନମ୍ବର ରଖିଥାନ୍ତି। ସେଇଟା ମଧ୍ୟ କହିଛନ୍ତି ବିଜେପି ସରକାର ଆସିଲେ ନବମରୁ ଦଶମ ବା +2ରେ ଯେଉଁମାନେ ଭଲ ନମ୍ବର ରଖିବେ ସେମାନଙ୍କୁ ମାଗଣାରେ ଲାପଟପ୍ ଦିଆଯିବ ବୋଲି ମଧ୍ୟ କୁହାଯାଇଛି। ଏଇ ଲାଷ୍ଟରେ ଏତିକି କହିବି, ଆଉ ସେ ଅଧିକାଂଶ ଝିଅ ପିଲାମାନଙ୍କ କଥା ଭାବିଛନ୍ତି ଆଉ ଚିନ୍ତା ମଧ୍ୟ କରିଛନ୍ତି। ଲାଷ୍ଟରେ +2ରେ ଯେଉଁମାନେ ସରକାରୀ ବିଦ୍ୟାଳୟରେ ବା +2ରେ ଯେଉଁମାନେ ସରକାରୀ ମହାବିଦ୍ୟାଳୟରେ ପଢ଼ୁଛନ୍ତି ସେଇ ଝିଅମାନଙ୍କ ପାଇଁ ସେ କହିଛନ୍ତି ଯଦି 2 ଚକିଆ ଇଲେକ୍ଟ୍ରିକ୍ ଯାନ କିଣନ୍ତି ତାହେଲେ ସେମାନଙ୍କୁ ସେ କିଛି ମାତ୍ରାରେ ବା ବହୁତ ଭଲ ମାତ୍ରାରେ ସବସିଡ଼ି ଦେବେ ବୋଲି କହିଛନ୍ତି। ତେଣୁ ଏଇଟା ବହୁତ ବହୁତ ସ୍ୱାଗତଯୋଗ୍ୟ। ତେଣୁ ଲାଷ୍ଟରେ ଏତିକି କହିବି, ବିଜେଡ଼ି ସରକାର ତ ଗଲା, ଏବେ ବିଜେପି ସରକାର ଯାହା ଯାହା କଥା କହିଛି ସେଇଟାକୁ ସେ କେତେ ମାତ୍ରାରେ ପାଳନ କରୁଛନ୍ତି ସେଇଟାକୁ ଆମେ ଦେଖିବା। ଏବଂ ଏହା ସହିତ ଏଇଟା ତ ମୁଁ ମୁଖ୍ୟ ଜିନିଷ କହିଲେ, ଏହା ସହିତ ମଧ୍ୟ ଆହୁରି ବହୁତ କିଛି କହିଛନ୍ତି। ତେଣୁ ସବୁଗୁଡ଼ା କହିବା ଅସମ୍ଭବ, ତେଣୁ ଏଇଗୁଡ଼ା ମେନ୍ ପଏଣ୍ଟ ମୁଁ କହିଦେଲି। ତେଣୁ ଲାଷ୍ଟରେ ଏତିକି କହିବି, ଯଦି ଏଇ ଭିଡ଼ିଓଟି ତୁମେ ଲାଷ୍ଟ ପର୍ଯ୍ୟନ୍ତ ଦେଖିଛ ତେଣୁ ସମସ୍ତେ ଜାଣନ୍ତୁ ବୋଲି ମୁଁ ଆଶା କରୁଛି। ତେଣୁ ଏଇ ଭିଡ଼ିଓଟିକୁ ସମସ୍ତଙ୍କ ପାଖକୁ ସେୟାର କରିବେ ବୋଲି ମୋର ଆଶା। ଆଉ ଏମିତି ଇନଫର୍ମେସନ୍ ପାଇବା ପାଇଁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥାନ୍ତୁ। ଆଉ ଯେହେତୁ ମୁଁ ଆପଣଙ୍କ ପାଇଁ ଏତେ ଟାଇମ୍ ଦେଇ ଏଇ ଭିଡ଼ିଓଟି କଲି ତାହେଲେ ଗୋଟେ ଲାଇକ୍ ଦେଇ ଯାଆନ୍ତୁ।